ନମସ୍କାର। ଗୀତାର ଉପଦେଶ ଚତୁର୍ଥ ଦିନ। ଅର୍ଜୁନ ନିଜର କଷ୍ଟକୁ ପ୍ରକାଶ କରୁଛନ୍ତି ରଣଭୂମିରେ ଓ କୃଷ୍ଣଙ୍କୁ ପଚାରୁଛନ୍ତି, ହେ ମଧୁସୂଦନ, ମୁଁ ରଣଭୂମିରେ କେମିତି ଲଢ଼ିବି? ଯେଉଁ ମହାନ ଭୀଷ୍ମ ପିତାମହ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଠାରୁ ସବୁ ବାଣର ଶିକ୍ଷା ପ୍ରାପ୍ତ କରିଛି ଓ ଜୀବନର ସବୁ ଶିକ୍ଷା ପ୍ରାପ୍ତ କରିଛି। ଏଠାରେ ଅର୍ଜୁନଙ୍କ ପ୍ରଶ୍ନ କୌଣସି ମାତ୍ରରେ ଭୁଲ ନଥିଲା। ଅର୍ଜୁନଙ୍କ ପରିସ୍ଥିତିରୁ ଜଣାପଡ଼ୁଛି ବେଳେବେଳେ ଆମ ଜୀବନରେ ମଧ୍ୟ ଏମିତି ପରିସ୍ଥିତି ଆସିବ ଯେଉଁ ସମୟରେ ଆମ ବିପକ୍ଷରେ ଆମ ନିଜ ଅତି ଆପଣାର ଲୋକ ଠିଆ ହୋଇଥାନ୍ତି। ଏମିତି ପରିସ୍ଥିତିରେ ଆମକୁ କେମିତି ସମାଧାନ କରିବାକୁ ପଡ଼ିବ? ଅର୍ଜୁନ ଏପରି ପରିସ୍ଥିତିର କିପରି ସମାଧାନ କରିବେ ତାହା ଶ୍ରୀକୃଷ୍ଣ ଆଗକୁ ବୁଝାଇବା ପାଇଁ ଯାଉଛନ୍ତି।